ବେଲାପୁର ନାମରେ ଏକ ଛୋଟ ଗାଁଟିଏ ଥିଲା। ସେହି ଗାଁରେ ବହୁ ସୁନ୍ଦର ଗଛଟିଏ ଥାଏ। ସେହି ଗଛଟି ନିଜର ସବୁଜ ସୁନ୍ଦର ପତ୍ର ଏବଂ ଫୁଲରେ ଲୋକଙ୍କୁ ଆକର୍ଷିତ କରୁଥିଲା। ଏହି ଗଛଟି ତଳେ ବହୁତ ଦୁଃଖୀ ଗଛଟିଏ ରହୁଥାଏ। ସେ ନିଜକୁ ଅସମର୍ଥ ଭାବୁଥିଲା, କାହିଁକି ନା ତାର ଉଚ୍ଚତା ବହୁତ କମ୍ ଥିଲା। ତାର ପତ୍ର ଶୁଖିବାକୁ ଲାଗିଥାଏ। ସେ ଦୁଃଖୀ ହେବାର ଆଉ ଏକ ବଡ଼ କାରଣ ଥିଲା। ସେ ସର୍ବଦା ନିଜକୁ ତୁଳନା ସେହି ବଡ଼ ଗଛ ସହ କରୁଥିଲା ଏବଂ ପରିଣାମ ସ୍ୱରୂପ ନିଜକୁ ଦୁର୍ବଳ ମନେ କରୁଥିଲା। ଗୋଟିଏ ଦିନ ଖୁବ୍ ଜୋରରେ ବର୍ଷା ହେଲା। ବଡ଼ ଗଛଟି ବହୁତ ଖୁସିରେ ଥିଲା। ଏହି ବର୍ଷାର ପାଣି କେବଳ ସେହି ବଡ଼ ଗଛଟି ପାଇଁ ନଥିଲା, ବର୍ଷାର ପାଣି ଛୋଟ ଗଛଟିକୁ ମଧ୍ୟ ମିଳିଲା। ସେହିଦିନ ଯେତେବେଳେ ବର୍ଷା ବନ୍ଦ ହୋଇଗଲା, ପୃଥିବୀରେ ସୂର୍ଯ୍ୟର ପ୍ରଥମ କିରଣ ପଡ଼ିଲା। ସେତେବେଳେ ଛୋଟ ଗଛଟି ନିଜ ପତ୍ରକୁ ମେଲାଇ ସୂର୍ଯ୍ୟର କିରଣ ସେହି ଗଛଟିକୁ ଶକ୍ତି ଦେବାକୁ ଲାଗିଲା। ସେହି ଛୋଟ ଗଛଟିକୁ ଅଚାନକ ଅନୁଭବ ହେଲା କି ସେ ନିଜକୁ କମ୍ ଭାବୁଥିଲା। କଠିନ ପରିଶ୍ରମ କରି ନିଜକୁ ବଳବାନ ବନାଇ ପାରିଥାନ୍ତା। ନିଜେ ବଡ଼ ବନିବା ପାଇଁ ନିଜର ଊର୍ଜାକୁ ବ୍ୟବହାର କରିବାକୁ ଲାଗିଲା। ସୂର୍ଯ୍ୟ କିରଣ ସାହାଯ୍ୟରେ ସେହି ଗଛଟି ନିଜ ଉଚ୍ଚତା ବୃଦ୍ଧି ପାଇଁ ବହୁତ କଠିନ ପରିସ୍ଥିତି ସାମ୍ନା କରିବାକୁ ପଡ଼ିଲା ଏବଂ ନିଜକୁ ଶକ୍ତିଶାଳୀ ବନାଇଲା। ଧୀରେ ଧୀରେ ସେହି ଗଛଟି ବଢ଼ିବାକୁ ଲାଗିଲା। ତାର ପତ୍ର ସବୁଜ ସୁନ୍ଦର ହେବାକୁ ଲାଗିଲା। ସେହି ଗଛଟି ମଧ୍ୟ ଫୁଲର ମହକ ଛାଡ଼ିଲା ଏବଂ ଲୋକମାନଙ୍କୁ ପ୍ରଭାବିତ କଲା। ଏହି କାହାଣୀଟିରୁ ଆମକୁ ଏହା ଶିଖିବାକୁ ମିଳିଲା, ଆମେ ଆମ ପାଖରେ ଥିବା କ୍ଷମତାକୁ ଠିକ୍ ସମୟରେ ଚିହ୍ନିବା ଦରକାର। ଆମେ ନିଜକୁ ସମର୍ଥ ବନାଇବା ଦରକାର ଏବଂ ନିଜ ଊର୍ଜାକୁ ଠିକ୍ ସମୟରେ ପ୍ରୟୋଗ କରିବା ଦରକାର। ଆମକୁ ଶତବାର ପ୍ରୟାସ କରିବା ଦରକାର ଏବଂ ବିପରୀତ ପରିସ୍ଥିତିରେ ମଧ୍ୟ ନିଜର ପ୍ରଗତି କରିବା ଦରକାର। ଏହି ପ୍ରକାର ଆମେ ଆମ ସଫଳତାକୁ ପ୍ରାପ୍ତି କରିପାରିବା।